ମୁଁ ହେଉଛି ମୋ ରमेଶ ଚନ୍ଦ୍ର ଧଳ ଆଉ ମୋ ଘର ହେଉଛି କେନ୍ଦ୍ରାପଡ଼ା ମଡ଼ିଆଳରେ। ମୁଁ ବର୍ତ୍ତମାନ ତୁଳସୀ ଶାଖା ସଂଘରେ ବର୍ତ୍ତମାନ ଅଛି, ବର୍ତ୍ତମାନ ଭକ୍ତ ଗୋଟିଏ ଅଛି ଠାକୁରଙ୍କ ଆଶ୍ରିତ ନିଗାନନ୍ଦଙ୍କର ଭକ୍ତ। ଏବଂ ଆଜି ହେଉଛି ପବିତ୍ର ରାକ୍ଷୀ ବନ୍ଧନ ଏବଂ ଠାକୁର ଶ୍ରୀ ଶ୍ରୀ ନିଗାନନ୍ଦ ଠାକୁରଙ୍କର ହେଉଛି ଜନ୍ମୋତ୍ସବ। ଏବଂ ଏ ଅବସରରେ ମଧ୍ୟ ଆଜି ଆମର ସ୍ଥାନୀୟ ଆମର ଉତ୍ସବ ଭିତରେ ସ୍ଥାନୀୟ MLA ଶ୍ରୀ ଗଣେଶ୍ୱର ବେହେରା ସେ ଆସିଥିଲେ, ଆମେ ତାଙ୍କୁ ନିମନ୍ତ୍ରଣ କରିଥିଲୁ। ସେ ଆମ ଆଶ୍ରମ ଆସି ପହଞ୍ଚି ଏବଂ ଠାକୁର ବିଷୟରେ ବହୁତ ଉଦ୍ବୋଧନ ଦେଲେ ଏବଂ ଠାକୁରଙ୍କ ସମସ୍ୟା ଏବଂ ଠାକୁରଙ୍କ ଘର ସମସ୍ୟା ବିଷୟରେ ଆମେ ତାଙ୍କୁ ସମସ୍ତେ ଏବଂ ସଭାପତି ତଥା ଆମ ସଭ୍ୟମାନେ ତାଙ୍କୁ ସମସ୍ତେ ଦୁଃଖ କଥା ଜଣେଇଲୁ। ଠାକୁରଙ୍କ ଘର କେମିତି ହେବ, ରୋଷେଇ ଘର ନାହିଁ, ଠାକୁରଙ୍କର ପାଇଖାନା ନାହିଁ, ଠାକୁରଙ୍କର ରୋଷେଇ ଘର ନାହିଁ, ଠାକୁରଙ୍କର ମାଆମାନଙ୍କର ଭାଇମାନଙ୍କର ରକ୍ଷଣାବେକ୍ଷଣ ପାଇଁ ଘର ନାହିଁ। ତ ସେ ସବୁ ଜଣାଇଲା ପରେ ସେ ମଧ୍ୟ ସେଗୁଡ଼ା ସବୁ ହୃଦୟ ସହିତ ବିଚାର କରି ନିର୍ଦ୍ଦିଷ୍ଟ ସମୟରେ ତାର ପଦକ୍ଷେପ ନେବ ବୋଲି ଆମକୁ ମୌଖିକ ପ୍ରତିଶ୍ରୁତି ମଧ୍ୟ ଦେଇ ବିଦାୟ ନେଲେ। ଏବଂ ଆଜି ଉତ୍ସବରେ ସବୁ ଭାଇ ମା ମାନେ ଆଜି ଉତ୍ସବରେ ଏକତ୍ରିତ ହୋଇଛନ୍ତି। ଭାରି ଆନନ୍ଦର ଦିନ। ଏ ଦିନ ପୁଣି ବଞ୍ଚିଥିଲେ ପୁଣି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଏବଂ ଠାକୁର ସମସ୍ତଙ୍କର ଘଣ୍ଟକୁ ରଖିଥାନ୍ତୁ ଏବଂ ସମସ୍ତଙ୍କର ମଙ୍ଗଳ ହେଉ। ଏବଂ ଠାକୁର ଯେମିତି ଆମର ଆଶ୍ରମ ଯେମିତି ଆଗକୁ ମାଡ଼ି ଚାଲିବ, ଭାଇମାନଙ୍କୁ ମୋ ସମସ୍ତଙ୍କୁ ପୂର୍ଣ୍ଣିମା ନୁହେଁ, ଆଜି ହେଉଛି ମାନେ ବହୁ ଦୃଷ୍ଟିରୁ ବିଚାର କଲେ ପୁଣ୍ୟତିଥି। ଏ ତିଥିରେ ବଳଦେବ ଜନ୍ମ ନେଇଥିଲେ। ଏ ତିଥି ହେଉଛି ଆମର ଠାକୁର ନିଗମାନନ୍ଦଙ୍କର ଜନ୍ମଦିନ ଏବଂ 2 ଜଣ ଧରାବତରଣ କରିଥିଲେ। ଏବଂ ତୃତୀୟରେ ଆଜି ହେଉଛି ରକ୍ଷାବନ୍ଧନ, ଭାଇ ଭଉଣୀର ଉତ୍ସବ, ଶ୍ରଦ୍ଧା ଭକ୍ତି ଏବଂ ବିଶ୍ୱାସର ଉତ୍ସବ ହେଉଛି ରକ୍ଷାବନ୍ଧନ ଉତ୍ସବ। ତେଣୁ ଆଜିର ଏ ପବିତ୍ର ଦିନରେ, ପବିତ୍ର ଅବସରରେ ମୁଁ ଆମର ଠାକୁର ନିଗମାନନ୍ଦଙ୍କ ଆଶ୍ରମରେ ଦର୍ଶନ କରି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଏବଂ ଠାକୁରଙ୍କ ନିକଟରେ ନିଜର ଭକ୍ତି ଅର୍ପଣ କରି ମୁଁ ତାଙ୍କର ଆଶୀଷ କାମନା କରୁଛି। ଏବଂ ଆଶୀଷ କାମନା କରୁଛି କେନ୍ଦ୍ରାପଡ଼ାବାସୀଙ୍କ ପାଇଁ, ସମଗ୍ର ରାଜ୍ୟର ସମସ୍ତ ଭାଇ ଭଉଣୀମାନଙ୍କ ପାଇଁ ଆମକୁ ବାଟ ଦେଖାନ୍ତୁ, ଆମକୁ ସାହସ ଦିଅନ୍ତୁ ଏବଂ ଆମକୁ ସତ୍ସଙ୍ଗ କରନ୍ତୁ। ଦିନଲିପି ଲାଇଭ୍ को एबे ही लाइक शेयर सब्सक्राइब करंतु।